तेरे नाम में चंगाई, तेरे नाम में रिहाई, तेरे नाम में भलाई, तेरे नाम की दुहाई, तेरे नाम में चंगाई, तेरे नाम में रिहाई, तेरे नाम में भलाई, तेरे नाम की दुहाई। तेरा नाम है सब नामों में पार, तेरे नाम में हम पाते हैं नज़ार। तेरा नाम है सब नामों में पार, तेरे नाम में हम पाते हैं नज़ार। Yeshua, Yeshua, Yeshua। तेरा नाम है सब नामों में पार, तेरे नाम में हम पाते हैं नज़ार। तेरा नाम है सब नामों में यीशुआ। The reason God is here. ଉତ୍ଥିତ ପରମେଶ୍ୱର ଏହି ସ୍ଥାନରେ ଅଛନ୍ତି। Today you can see His power. ଆଜି ଆପଣମାନେ ତାଙ୍କର ଶକ୍ତିକୁ ଦେଖିପାରିବେ। Today we can see His power and wonder working power. ଆଜି ଆମେ ତାଙ୍କର ଆଶ୍ଚର୍ଯ୍ୟ କର୍ମ ସମୂହ ଆଉ ସେହି ଶକ୍ତିକୁ ଦେଖିପାରିବା। We are preaching about Him. He is the wonder working God. ଆମେମାନେ ତାଙ୍କ ବିଷୟରେ ପ୍ରଚାର କରୁଅଛୁ। ସେ ସର୍ବଶକ୍ତିମାନ ଓ ଆଶ୍ଚର୍ଯ୍ୟକାରୀ ପ୍ରଭୁ। We are preaching about His God is here. ଆମେ ତାଙ୍କ ବିଷୟରେ ଏହା ମଧ୍ୟ ପ୍ରଚାର କରୁଅଛୁ ପ୍ରଭୁ ଏଠାରେ ଅଛନ୍ତି। We are preaching He have the power over the heaven and the earth. ଏହା ମଧ୍ୟ ପ୍ରଚାର କରୁଅଛୁ ସମଗ୍ର ସ୍ୱର୍ଗ ଏବଂ ପୃଥିବୀରେ ତାଙ୍କର ଅଧିକାର ଓ ଶକ୍ତି ରହିଅଛି। Where is the God? ପରମେଶ୍ୱର କୋଉଠାରେ ଅଛନ୍ତି? How we can believe He is here? ଆଉ କେମିତି ଆମେ ବିଶ୍ୱାସ କରିବା ସେ ଏଠାରେ ଅଛନ୍ତି ବୋଲି? My dear people, ମୋ ପ୍ରିୟ ବନ୍ଧୁଗଣ, where is He? କୋଉଠାରେ ସେ ଅଛନ୍ତି? Where is He? ସେ କେଉଁଠାରେ? We are preaching He is here. ଆମେ ପ୍ରଚାର କରୁଅଛୁ ସେ ଏହି ସ୍ଥାନରେ ଅଛନ୍ତି। His power is here. ତାଙ୍କର ଶକ୍ତି ଏହି ସ୍ଥାନରେ ଅଛି। Wherever we go, He is with us. ଯେଉଁ ଯେଉଁ ସ୍ଥାନକୁ ଆମେ ଯାଉଅଛୁ ସେ ଆମ ସହିତ ରହୁଛନ୍ତି। How we can say like that? କେମିତି ଆମେ ଏଇ କଥାକୁ କହିପାରିବା? What is the proof? କଣ ପ୍ରମାଣ ରହିଅଛି? What is the proof? ପ୍ରମାଣ କଣ ରହିଅଛି? Mere preaching we don't like. ଆମେମାନେ ସାଧାରଣ ପ୍ରଚାର ପସନ୍ଦ କରୁନାହୁଁ। Wherever Jesus went, ଯେଉଁ ଯେଉଁ ସ୍ଥାନକୁ ଯୀଶୁ ଗଲେ, wherever Jesus went, ଯେଉଁ ସବୁ ସ୍ଥାନକୁ ଯୀଶୁ ଗଲେ power went with Him. ଶକ୍ତି ତାଙ୍କ ପଛେ ପଛେ ଗମନ କଲା। Where there is spirit, there is deliverance. ଯେଉଁ ସ୍ଥାନରେ ଯୀଶୁଙ୍କର ଆତ୍ମା ରହିଥିଲା ସେହି ସ୍ଥାନରେ ଉଦ୍ଧାର। Today your bandages are broken by power of spirits. ଆଜି ଆପଣମାନେ ଭଗ୍ନ ଅନ୍ତରକରଣ ଆଉ ଅନେକ ପ୍ରକାର ବନ୍ଧନରେ ବନ୍ଧା ଯାଇଛନ୍ତି। Your all darkness will go away from you. ଆଜି ଆପଣଙ୍କ ଠାରୁ ସମସ୍ତ ପ୍ରକାର ଅନ୍ଧକାର ଶକ୍ତି ଚାଲିଯିବ। All type of sickness and pains will go away from you. ସମସ୍ତ ପ୍ରକାର ରୋଗ ବ୍ୟାଧି ଚାଲିଯିବ। This wonder working God is here. ସେହି ଆଶ୍ଚର୍ଯ୍ୟକାରୀ ପରମେଶ୍ୱର ଏହି ସ୍ଥାନରେ ଉପସ୍ଥିତ। He will do the mighty things for you and me, my dear. ସେ ଆପଣଙ୍କ ପାଇଁ ଏବଂ ମୋ ପାଇଁ ଶକ୍ତିର କର୍ମ କରିବେ ପ୍ରିୟ ବନ୍ଧୁଗଣ। Then we can believe this wonder working God is here. ତାପରେ ଯାଇ ଆମେମାନେ ବିଶ୍ୱାସ କରିବା ଯେ ସେହି ଆଶ୍ଚର୍ଯ୍ୟକାରୀ ପ୍ରଭୁ ଏହି ସ୍ଥାନରେ ଅଛନ୍ତି। Wonder working God's power you want to see. ଯେଉଁ ଲୋକମାନେ ଯୀଶୁଙ୍କର ଶକ୍ତିର କାର୍ଯ୍ୟ ଦେଖିବା ପାଇଁ ଇଚ୍ଛୁକ ପ୍ରସ୍ତୁତ ସେମାନେ ହାତ ଉଠାନ୍ତୁ। Hallelujah, say hallelujah. ଆଉ କୁହନ୍ତୁ ହାଲେ। You need to risk the salvation, healing, deliverance here. ଆପଣମାନଙ୍କୁ ଏହି ସ୍ଥାନରେ ଉଦ୍ଧାର, ପରିତ୍ରାଣ, ସୁସ୍ଥତା ସମସ୍ତ ବିଷୟ ଆଜି ପାଇବା ଆବଶ୍ୟକ ରହିଅଛି। This wonder working God is here, my dear people. ଏହି ଆଶ୍ଚର୍ଯ୍ୟକାରୀ ପରମେଶ୍ୱର ଆଜି ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ପ୍ରିୟ He ବନ୍ଧୁଗଣ। will do mighty things for you and me.
ସେ ଆପଣଙ୍କ ପାଇଁ ଆଉ ମୋ ପାଇଁ ଆଶ୍ଚର୍ଯ୍ୟର କର୍ମ କରିବେ, ଶକ୍ତିର କର୍ମ କରିବେ। Our wonderful God ଆମମାନଙ୍କର ଆଶ୍ଚର୍ଯ୍ୟକାରୀ ପ୍ରଭୁ who made the heaven and the earth. ଯିଏ ସ୍ୱର୍ଗ ଏବଂ ପୃଥିବୀ ନିର୍ମାଣ କରିଛନ୍ତି, The God is richest and powerful God. ଆଉ ସେଇ ପରମେଶ୍ୱର ଅତି ଧନୀଶାଳୀ ଏବଂ ଶକ୍ତିଶାଳୀ ଅଟନ୍ତି। He is not the ordinary one. ସେ ସାଧାରଣ ନୁହନ୍ତି। That wonderful God is not the ordinary one. ଆଶ୍ଚର୍ଯ୍ୟକାରୀ ପରମେଶ୍ୱର ସାଧାରଣ ପରମେଶ୍ୱର ନୁହନ୍ତି। This wonder working richest God want to make you great and wonderful. ଏହି ଆଶ୍ଚର୍ଯ୍ୟକାରୀ ଅତି ଧନୀଶୀଳ ପରମେଶ୍ୱର ଆପଣମାନଙ୍କୁ ମହାନ କରିବେ। God gave a promise to Abraham. ପରମେଶ୍ୱର ଅବ୍ରାହମଙ୍କ ସହିତ ପ୍ରତିଜ୍ଞା ଦେଲେ। If you read Genesis chapter 12 verse 2 and 3, ଯଦି ଆପଣମାନେ ଆଦି ପୁସ୍ତକ 12 ପର୍ବ ତାର 2 ଏବଂ 3 ପଦ ପଢିବେ, a wonderful God promised to Abraham. ସେଇ ଆଶ୍ଚର୍ଯ୍ୟକାରୀ ପରମେଶ୍ୱର ଅବ୍ରାହମକୁ ପ୍ରତିଜ୍ଞା ଦେଲେ, I will make you great. ମୁଁ ତୁମକୁ ମହାନ କରିବି, I will make your name great. ତୁମର ନାମକୁ ମୁଁ ମହାନ କରିବି, I will bless you. ଆଉ ମୁଁ ତୁମକୁ ଆଶୀର୍ବାଦ କରିବି। Those who are blessing you, ଆଉ ଯେଉଁମାନେ ତୁମକୁ ଆଶୀର୍ବାଦ କରିବେ, the people will be blessed. ସେଇ ଲୋକମାନେ ଆଶୀର୍ବାଦ ପାଇବେ। Those who are cursing you, ଯେଉଁମାନେ ତୁମକୁ ଅଭିଶାପ ଦେବେ, the people will be cursed. ଆଉ ସେହି ଲୋକମାନେ ଅଭିଶାପ ପ୍ରାପ୍ତ ହେବେ। Abraham through you, ଆଉ ତୁମ ଦେଇ ଅବ୍ରାହମ ତୁମ ଦେଇ Abraham through you, ଅବ୍ରାହମ ତୁମ ଦେଇ the whole generation will be blessed. ସମସ୍ତ ଗୋଷ୍ଠୀ ସମୂହ ଆଶୀର୍ବାଦ ପ୍ରାପ୍ତ ହେବେ। You and me can inherit these Abraham's blessings. ଆପଣ ଏବଂ ମୁଁ ମଧ୍ୟ ଅବ୍ରାହମ ଯୋଉ ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ ତାହାର ଉତ୍ତରାଧିକାରୀ ହୋଇପାରିବା। That is the God plan and desire, my dear people. ଏହା ହିଁ ପରମେଶ୍ୱରଙ୍କ ଯୋଜନା ଏବଂ ଇଚ୍ଛା ଅଛି। That is his desire. ତାହା ତାଙ୍କର ଇଚ୍ଛା, That is his desire and will. ତାହା ତାଙ୍କର ଇଚ୍ଛା, ଦୃଢ଼ ଇଚ୍ଛା। For that only God calls you here. କେବଳ ସେଇଥିପାଇଁ ପରମେଶ୍ୱର ଆପଣମାନଙ୍କୁ ଏହି ସ୍ଥାନରେ ଆଜି ଡାକରା ଦେଇଛନ୍ତି। He wants to speak with you the wonderful plan. ସେ ଆଜି ତାଙ୍କର ଆଶ୍ଚର୍ଯ୍ୟ ରୂପକ ଯୋଜନା ସହିତ ଆପଣଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହାନ୍ତି। Sometimes you cannot believe that. ବେଳେ ବେଳେ ଆପଣମାନେ ଏହି କଥାକୁ ବିଶ୍ୱାସ କରିପାରନ୍ତି ନାହିଁ। Somebody is not able to believe this much great blessing for me. କିଛି ଲୋକ ବେଳେ ବେଳେ ବିଶ୍ୱାସ କରିପାରନ୍ତି ନାହିଁ ଏତେ ବଡ଼ ଆଶୀର୍ବାଦ ମୋ ପାଇଁ କି ସେମାନେ ବିଶ୍ୱାସ କରିପାରନ୍ତି ନାହିଁ। These words are true or not, today God will prove here. ଆଉ ଏଇ ବାକ୍ୟ ସତ୍ୟ କି ନା ତାହା ଆଜି ଏହି ସ୍ଥାନରେ ପ୍ରମାଣ ସିଦ୍ଧ ହେବ। ସେଇ ପ୍ରମାଣକୁ ଆମେ ଦେଖିପାରିବା। This word is true or not. ଏହି ବାକ୍ୟ ସତ୍ୟ କି ନାହିଁ, These verses are true or not. ଆଉ ଏହି ବାକ୍ୟ ସମୂହ ସତ୍ୟ କି ନାହିଁ, You can receive or not. ଆପଣମାନେ ତାହା ଗ୍ରହଣ କରନ୍ତୁ କି ନାହିଁ। Today the wonder working God through the miracle and wonders He wants to confirm for you this plan. କିନ୍ତୁ ଆଜି ଆଶ୍ଚର୍ଯ୍ୟକାରୀ ପରମେଶ୍ୱର ଏହି ସ୍ଥାନରେ ବାକ୍ୟ ଦ୍ୱାରା ହିଁ ତାହା ପ୍ରମାଣ ସିଦ୍ଧ କରିବେ। ଆମେ ତୁମଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା। ଆମ୍ଭେ ତୁମ୍ଭଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା। ପୁଣି ଆମେ ତୁମକୁ ଆଶୀର୍ବାଦ କରି ପୁଣି ଆମ୍ଭେ ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ନାମ ମହତ କରିବା। ତୁମ୍ଭର ନାମ ମହତ କରିବା। ତୁମ୍ଭେ ଆଶୀର୍ବାଦର ଆକର ହେବ। ତୁମ୍ଭେ ଆଶୀର୍ବାଦର ଆକର ହେବ। ଯେଉଁମାନେ ତୁମକୁ ଆଶୀର୍ବାଦ କରନ୍ତି, ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି, ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା। ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା। ପୁଣି ଯେ କେହି ତୁମ୍ଭକୁ ଅଭିଶାପ ଦିଏ, ପୁଣି ଯେ କେହି ତୁମ୍ଭକୁ ଅଭିଶାପ ଦିଏ, ଆମ୍ଭେ ତାହାକୁ ଅଭିଶାପ ଦେବା। ଆମ୍ଭେ ତାହାକୁ ଅଭିଶାପ ଦେବା। ଆଉ ତୁମ୍ଭଠାରୁ ପୃଥିବୀର ସବୁ ବଂଶ ପୃଥିବୀର ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ। ଆଶୀର୍ବାଦ ପ୍ରାପ୍ତ ହେବେ। Faith, clap boldly and receive the blessing from God. ବିଶ୍ୱାସର ସହିତ ଯୋଗ୍ୟ ତାଳି ମାରି ପରମେଶ୍ୱରଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ। That is the secret. With the faith we can inherit. ତାଇ ସେ ଗୁପ୍ତ ରହସ୍ୟ ଆଶୀର୍ବାଦ ତାର ଉତ୍ତରାଧିକାରୀ ଆପଣମାନେ ହୁଅନ୍ତୁ ତାଳି ମାରିକି। For that God calling you here. ସେଇଥିପାଇଁ ପରମେଶ୍ୱର ଆପଣମାନଙ୍କୁ ଏହି ସ୍ଥାନରେ ଡାକିଛନ୍ତି। Have great plan for you. ତାଙ୍କ ମହାନ ଯୋଜନା ଆପଣମାନଙ୍କ ପାଇଁ ଅଛି। You are not ordinary one. ଆପଣମାନେ ସାଧାରଣ ଲୋକ ନୁହନ୍ତି।
your Bible. ଆପଣମାନଙ୍କର ବାଇବଲ ଖୋଲନ୍ତୁ। First John chapter 5, ପ୍ରଥମ ଜହନ 5 ପର୍ବ verse 4. Please, everyone 4 sits. ପଦ। Please, everyone sits. ସମସ୍ତେ ଦୟାକରି ବସି ଯାଆନ୍ତୁ। ଯେ କେହି ଈଶ୍ୱରଙ୍କ ଠାରୁ ଜାତ ଯେ କେହି ଈଶ୍ୱରଙ୍କ ଠାରୁ ଜାତ ସେ ଜଗତକୁ ଜୟ କରେ। ସେ ଜଗତକୁ ଜୟ କରେ। ଆଉ ଯାହା ଜଗତକୁ ଜୟ କରିଅଛି ଆଉ ଯାହା ଜଗତକୁ ଜୟ କରିଅଛି ତାହା ଆମ୍ଭମାନଙ୍କର ବିଶ୍ୱାସ। ତାହା ଆମ୍ଭମାନଙ୍କର ବିଶ୍ୱାସ। Hallelujah. ହାଲେଲୁୟା Hallelujah. ହାଲେଲୁୟା। For whoever is born of God, they overcome the world. ଆଉ ଯେଉଁମାନେ ପରମେଶ୍ୱରଙ୍କ ଠାରୁ ଜାତ ସେମାନେ ସମଗ୍ର ଜଗତକୁ ଜୟ କରିପାରିବେ। For whoever is born of God, ଯେଉଁମାନେ ପରମେଶ୍ୱରଙ୍କ ଠାରୁ ଜାତ they will overcome the world. ସେମାନେ ସମଗ୍ର ଜଗତକୁ ଜୟ କରିପାରିବେ। My dear people, we are overcomers. ମୋ ପ୍ରିୟ ବନ୍ଧୁଗଣ ଆମେମାନେ ସେଇ ସମଗ୍ର ଜଗତକୁ ଜୟ କରିପାରିବା ଲୋକମାନେ ଅଟୁ। We are overcomers. ଆମେମାନେ ଜଗତକୁ ଜୟ କରିପାରିବା। You are not ordinary. ଆପଣମାନେ ସାଧାରଣ ନୁହନ୍ତି। You are something special. ଆପଣମାନେ କିଛି ସ୍ୱତନ୍ତ୍ର ଲୋକମାନେ ଅଟନ୍ତି। Your God is special. ଆପଣମାନଙ୍କର ପରମେଶ୍ୱର ସ୍ୱତନ୍ତ୍ର ଅଟନ୍ତି। Because କାରଣ you are born by God. ଆପଣମାନେ ପରମେଶ୍ୱରଙ୍କ ଠାରୁ ଜାତ। That's why John asked the people very boldly. ସେଇଥିପାଇଁ ଜହନ ଲୋକମାନଙ୍କୁ ଆଉ ଜୋରରେ ଅତି ସାହସର ସହିତ ପଚାରୁଥିଲେ। The next verse was, ଆଉ ତାର read ତଳେ boldly. ପଢନ୍ତୁ। Jesus' name. ଯୀଶୁ ଈଶ୍ୱରଙ୍କ ପୁତ୍ର ଯୀଶୁ ଈଶ୍ୱରଙ୍କ ପୁତ୍ର ଏହା ଯେ ବିଶ୍ୱାସ କରେ ଏହା ଯେ ବିଶ୍ୱାସ କରେ ତାହା ଛଡା ଆଉ କିଏ ଜଗତକୁ ଜୟ କରେ? ତାହା ଦ୍ୱାରା ଆଉ କିଏ ଜଗତକୁ ଜୟ କରେ? Hallelujah. ହାଲେଲୁୟା Hallelujah. ହାଲେଲୁୟା। Hey, John written like that. ଆଉ ଏଠାରେ ଏହି ପ୍ରକାର ଜହନ ଏହି ପ୍ରକାର ଲେଖିଛନ୍ତି Who have faith with Jesus, the people will overcome the world. ଯେଉଁ ଲୋକମାନେ ଯୀଶୁଙ୍କ ଠାରେ ବିଶ୍ୱାସ କରନ୍ତି ସେମାନେ ସମଗ୍ର ଜଗତକୁ ଜୟ କରିପାରନ୍ତି। Who can overcome the world, my dear people? ଆଉ କିଏ ସମଗ୍ର ଜଗତକୁ ଜୟ କରିପାରନ୍ତି ପ୍ରିୟ ବନ୍ଧୁଗଣ? The high level people is not like that. ସାଧାରଣ ଲୋକମାନେ ସେହି ପ୍ରକାର ନୁହନ୍ତି। High position people also not like that. ଆଉ ଯେଉଁମାନେ ଉଚ୍ଚ ପଦରେ ରହିଛନ୍ତି ସେମାନେ ମଧ୍ୟ ଏହି ପ୍ରକାର ନୁହନ୍ତି। Those who are believing Jesus is Christ, Jesus is Lord, the people will overcome the world. ଯେଉଁ ଲୋକମାନେ ଯୀଶୁକୁ ଖ୍ରୀଷ୍ଟ ବୋଲି ସ୍ୱୀକାର କରିବେ ବିଶ୍ୱାସ କରିବେ ସେ ପରମେଶ୍ୱର ବୋଲି ବିଶ୍ୱାସ କରିବେ ସେମାନେ କେବଳ ସମଗ୍ର ଜଗତକୁ ଜୟ କରିପାରିବେ। That is our confidence. ତାହା ହେଉଛି ଆମମାନଙ୍କର ଦୃଢ଼ ଭରସା। Through the faith we will overcome the world. ଆଉ ସେ ବିଶ୍ୱାସ ଦ୍ୱାରା ଆମେମାନେ ଜଗତକୁ ଜୟ କରିପାରିବା। Hallelujah. ହାଲେଲୁୟା Hallelujah. ହାଲେଲୁୟା। Those who are born by God, the people will overcome the world. ଯେଉଁ ଲୋକମାନେ ପରମେଶ୍ୱରଙ୍କ ଠାରୁ ଜାତ ସେମାନେ ଜଗତକୁ ଜୟ କରିପାରିବେ। The people, somebody are thinking, କିଛି ଲୋକମାନେ ଏହିଭଳି ଭାବୁଥିବେ I am born by God or not? ମୁଁ ପରମେଶ୍ୱରଙ୍କ ଦ୍ୱାରା ଜାତ ନା ନାହିଁ। Hello? ହ୍ୟାଲୋ How many God children are here? କେତେ ଜଣ ଏହି ସ୍ଥାନରେ ପରମେଶ୍ୱରଙ୍କର ସନ୍ତାନ ସନ୍ତତି ଅଛନ୍ତି? Verse 1. The same chapter, verse 1. 5 ପର୍ବ ତାର 1 ପଦ ପଢନ୍ତୁ। ଯେ କେହି ଯୀଶୁଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ୱାସ କରେ ଯେ କେହି ଯୀଶୁଙ୍କୁ ଖ୍ରୀଷ୍ଟ ବୋଲି ସ୍ୱୀକାର କରେ ସେ ଈଶ୍ୱରଙ୍କ ଠାରୁ ଜାତ। ସେ ଈଶ୍ୱରଙ୍କ ଠାରୁ ଜାତ। ଆଉ ଯେ କେହି ଆଉ ଯେ କେହି ଜନ୍ମଦାତାଙ୍କୁ ପ୍ରେମ କରେ ଜନ୍ମଦାତାଙ୍କୁ ପ୍ରେମ କରେ ସେ ତାହାଙ୍କ ଠାରୁ ଜାତ ହୋଇଥିବା ସେ ତାହାଙ୍କ ଠାରୁ ଅର୍ଥାତ୍ ଯୀଶୁଙ୍କ ଠାରୁ ଜାତ ହୋଇଥିବା ଲୋକଙ୍କୁ ମଧ୍ୟ ପ୍ରେମ କରେ। ଯୀଶୁଙ୍କ ଠାରୁ ଜାତ ହୋଇଥିବା ଲୋକଙ୍କୁ ମଧ୍ୟ ପ୍ରେମ କରେ। Those who are believing Jesus, ଯେଉଁ ଲୋକମାନେ ଯୀଶୁଙ୍କ ଠାରେ ବିଶ୍ୱାସ କରନ୍ତି my dear people, ମୋ ପ୍ରିୟ ବନ୍ଧୁଗଣ every time we need to have the confidence. ପ୍ରତ୍ୟେକ ସମୟ ଆମମାନଙ୍କ ଠାରେ ସେ ଭରସା ରହିବା ଆବଶ୍ୟକ। You are small or big, ଆପଣ ଛୋଟ ହୁଅନ୍ତୁ କିମ୍ବା ବଡ଼ ହୁଅନ୍ତୁ educated or uneducated, ଶିକ୍ଷିତ ହୁଅନ୍ତୁ କିମ୍ବା ଅଶିକ୍ଷିତ ହୁଅନ୍ତୁ you don't worry about anything. ଏହି ସମସ୍ତ ବିଷୟ ନେଇ ଆପଣମାନେ ଚିନ୍ତିତ The ହୁଅନ୍ତୁ Bible ନାହିଁ। written very clearly. ବାଇବଲରେ ଅତି ସ୍ପଷ୍ଟ ଭାବରେ ଲେଖାଯାଇଅଛି Those who are believing God, Jesus is the Lord, He is the one Messiah, Christ, the people born by God. ଯେଉଁ ଲୋକମାନେ ଯୀଶୁଙ୍କୁ ପରମେଶ୍ୱର ଆଉ ସେ ଖ୍ରୀଷ୍ଟ ଆଉ ଏହି ସମସ୍ତ ବିଷୟ ବିଶ୍ୱାସ କରନ୍ତି ସେଇମାନେ ଈଶ୍ୱରଙ୍କ ଠାରୁ ଜାତ ସନ୍ତାନ ସନ୍ତତି ଅଟନ୍ତି। Through the faith we are with the overcomers. ଆଉ ସେ ବିଶ୍ୱାସ ଦ୍ୱାରା ଆମେ
ମାନେ ସମଗ୍ର ବିଶ୍ୱକୁ ଜୟ କରିପାରିବା। We are not ordinary. ଆମେମାନେ ସାଧାରଣ ବ୍ୟକ୍ତି ନୁହଁ। From the poverty bondages, you can overcome the poverty through the faith. ଆଉ ଆମମାନଙ୍କର ଦରିଦ୍ରତା ରୂପକ ବନ୍ଧନକୁ ଆମେମାନେ ଅତିକ୍ରମ କରିପାରିବା ତାଙ୍କ ନାମ ଦେଇ। From your weakness, you can overcome the weakness with the faith. ଆପଣମାନଙ୍କର ଦୁର୍ବଳତାକୁ ଆପଣମାନେ ବିଶ୍ୱାସ ଦ୍ୱାରା ଆଉ ଅତିକ୍ରମ କରିପାରିବେ। Hallelujah. ହାଲେଲୁୟା Hallelujah. ହାଲେଲୁୟା। That's why Hebrew 4:6 says, without faith we cannot please God. ସେଇଥିପାଇଁ ଏପ୍ରିଲ 4:6 କହୁଛି ବିଶ୍ୱାସ ବିନା ଆମେ କିଛି କରିପାରିବା ନାହିଁ। That is a wonderful thing, my dear people. ତାହା ଅତି ସୁନ୍ଦର ଏବଂ ଆଶ୍ଚର୍ଯ୍ୟଜନକ ବିଷୟ ପ୍ରିୟ ବନ୍ଧୁଗଣ। With the faith we are the overcomers. ବିଶ୍ୱାସ ଦ୍ୱାରା ଆମେମାନେ ଅତିକ୍ରମ କରିପାରିବା। My dear people, with the faith we are the overcomers. ମୋ ପ୍ରିୟ ବନ୍ଧୁଗଣ ଆମେମାନେ ବିଶ୍ୱାସ ଦ୍ୱାରା ଜୟଯୁକ୍ତ ହୋଇପାରିବା। Hallelujah. ହାଲେଲୁୟା Hallelujah. ହାଲେଲୁୟା। Say everyone, I am the overcomers. ସମସ୍ତେ ଆମେ କହିବା ମୁଁ ବିଜୟକାରୀ ଅଟେ। ମୁଁ ବିଜୟକାରୀ ଅଟେ। ମୁଁ ବିଜୟ କରିପାରିବି। ମୁଁ ବିଜୟ କରିପାରିବି। ମୁଁ ଜୟ କରିପାରିବି। ମୁଁ ଜୟ କରିପାରିବି। ମୁଁ ଜୟ ଅଟେ। ମୁଁ ଜୟ ଅଟେ। ମୁଁ ବିଜୟ ଅଟେ। ମୁଁ ବିଜୟ ଅଟେ। Say everyone, that is good for you. ସମସ୍ତେ କୁହନ୍ତୁ ଏହା ଆପଣଙ୍କ ପାଇଁ ଭଲ। Without confess, we cannot be saved. ସ୍ୱୀକାରୋକ୍ତି ବିନା ଆମେମାନେ ମୁକ୍ତି ପାଇପାରିବା ନାହିଁ। Your salvation also without confess, it never comes. ଆପଣମାନଙ୍କର ପରିତ୍ରାଣ ଆପଣମାନଙ୍କର ଯଦି ସ୍ୱୀକାର ନଥିବ ତାହା ଆସିବ ନାହିଁ। Yes or no? ହଁ ନା ନାହିଁ? My dear people, yes or no? ମୋ ପ୍ରିୟ ବନ୍ଧୁଗଣ ସତ ନା ନାହିଁ? So many people, knowing people are there. ଅନେକ ଏଠାରେ ଜାଣିଥିବା ଲୋକମାନେ ଅଛନ୍ତି। That's why God speaking with you something different than grace. ସେଇଥିପାଇଁ ପରମେଶ୍ୱର ଆପଣମାନଙ୍କ ସହିତ ଅନ୍ୟତମ ଟିକେ ଭିନ୍ନ ପ୍ରକାର କଥାବାର୍ତ୍ତା କରୁଛନ୍ତି। Hallelujah. ହାଲେଲୁୟା। Galatians chapter 3, verse 26. ଗାଲାତୀୟ 3:26 ଆମେ ପଢିବା। If you read that, ଯଦି ଆପଣମାନେ ତାହା ପଢିବେ, for you are all son of God. ଆଉ ଯେଉଁମାନେ ବିଶ୍ୱାସ ଦ୍ୱାରା ଯୀଶୁଖ୍ରୀଷ୍ଟଙ୍କ ଠାରୁ ରୁହନ୍ତି ସେମାନେ ସମସ୍ତେ ଈଶ୍ୱରଙ୍କ ସନ୍ତାନ ସନ୍ତତି ଅଟନ୍ତି। Read brother. କାରଣ ତୁମ୍ଭେମାନେ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କର ସନ୍ତାନ ହୋଇଅଛ। ଈଶ୍ୱରଙ୍କର ସନ୍ତାନ ହୋଇଅଛ। Hallelujah. ହାଲେଲୁୟା Hallelujah. ହାଲେଲୁୟା। We need to proclaim our heritage. ଆମମାନଙ୍କୁ ଆମମାନଙ୍କର ଅଧିକାର ବିଷୟରେ ଆଉ ଜଣାଇବାକୁ ହେବ, କହିବାକୁ ହେବ। Hallelujah. ହାଲେଲୁୟା। Everyone, my dear people, listen very carefully. That is the secret. ମୋ ପ୍ରିୟ ବନ୍ଧୁଗଣ ପ୍ରତ୍ୟେକ ଜଣ ଭଲ ଭାବରେ ଶୁଣନ୍ତୁ, ତାହା ହିଁ ଗୁପ୍ତ ରହସ୍ୟ ଅଟେ। That is the secret. ତାହା ଗୁପ୍ତ ରହସ୍ୟ। Everyone need to stand in your father position. ସମସ୍ତେ ଆପଣମାନଙ୍କୁ ଆପଣଙ୍କର ପିତାଙ୍କର ଆଉ ପୋଜିସନ ନେଇ ଠିଆ ହେବା ଆବଶ୍ୟକ। Yes or no? ହଁ ନା ନାହିଁ? Jesus the Almighty is your father. ଯୀଶୁ ସର୍ବଶକ୍ତିମାନ ପରମେଶ୍ୱର ଆପଣମାନଙ୍କର ପିତା ଅଟନ୍ତି। Yes or no? ହଁ ନା ନାହିଁ? Say everyone, hallelujah. ସମସ୍ତେ କୁହନ୍ତୁ ହାଲେଲୁୟା। Today you need to see the miracle, the turning points. ଆଜି ଆପଣମାନେ ଆଶ୍ଚର୍ଯ୍ୟ ବିଷୟକୁ ଦେଖିବାର ଆବଶ୍ୟକ ରହିଛି। ଆଜି ଆପଣମାନଙ୍କର ପରିବର୍ତ୍ତନର ସମୟ। Today ଆଜି your turning point will come. ଆପଣମାନଙ୍କର ପରିବର୍ତ୍ତନର ସମୟ ଆସିଯିବ। If you are ready to receive, you can receive. ଯଦି ଆପଣମାନେ ତାହା ଗ୍ରହଣ କରିବା ପାଇଁ ଚାହୁଁଛନ୍ତି ଗ୍ରହଣ କରି ନିଅନ୍ତୁ। Because କାରଣ He is your father. ସେ ଆପଣଙ୍କର ପିତା ଅଟନ୍ତି। The wonderful God is your father. ଆଶ୍ଚର୍ଯ୍ୟକାରୀ ପରମେଶ୍ୱର ଆପଣମାନଙ୍କର ପିତା। If anyone inherit the power, ଯେକୌଣସି ଲୋକ ଯଦି ଯେକୌଣସି ଲୋକ ତାଙ୍କର ସେ ଶକ୍ତିକୁ ଗ୍ରହଣ କରିବେ, ଅଧିକାର କରିବେ, anyone have the heritage, the people need to use the power. ଆଉ ଯେଉଁ ଲୋକ ତାର ଅଧିକାରୀ ଅଟନ୍ତି ଆଉ ସେମାନଙ୍କୁ ସେଇ ଶକ୍ତି ବ୍ୟବହାର କରିବାର ରହିଅଛି। You will be blessed and healed. ଆପଣମାନେ ଆଶୀର୍ବାଦ ପାଇବେ ଏବଂ ସୁସ୍ଥ ପାଇବେ। You need to stand like that. ଆଉ ଆପଣମାନେ ସେଇଭଳି ଭାବରେ ଠିଆ ହେବା ଆବଶ୍ୟକ। Hallelujah. If you read John chapter 1, verse 12 and 13. ଯଦି ଆପଣମାନେ ଯୌନ 1:12 ଏବଂ 13 ପଢିବେ, John chapter 1, verse 12. ଯୌନ 1:12 ଏବଂ 13 ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ ମାତ୍ର ଯେତେ ଲୋକ ତାହାଙ୍କୁ ଅର୍ଥାତ୍ ଯୀଶୁଙ୍କୁ ଗ୍ରହଣ କଲେ
ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ ଅର୍ଥାତ୍ ଯେଉଁମାନେ ତାହାଙ୍କ ଅର୍ଥାତ୍ ଯୀଶୁଙ୍କ ନାମରେ ବିଶ୍ୱାସ କଲେ ସେ ସମସ୍ତଙ୍କୁ ସେ ସେ ସମସ୍ତଙ୍କୁ ସେ ଅର୍ଥାତ୍ ଯୀଶୁ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ। ଅଧିକାର ଦେଲେ। ସେମାନେ ରକ୍ତରୁ ଶରୀରର ଇଚ୍ଛାରୁ ଶରୀରର ଇଚ୍ଛାରୁ ଅବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ, ଅବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ, ବରଂ ଈଶ୍ୱରଙ୍କ ଠାରୁ ଜାତ ବରଂ ଈଶ୍ୱରଙ୍କ ଠାରୁ ଜାତ ହେଲେ। ବରଂ ଈଶ୍ୱରଙ୍କ ଠାରୁ ଜାତ ହେଲେ। Hallelujah. ହାଲେଲୁୟା। Everyone say hallelujah. ସମସ୍ତେ କୁହନ୍ତୁ ହାଲେଲୁୟା। Hallelujah. Hallelujah. Say everyone, I am not ordinary one. ସମସ୍ତେ ଏବେ କୁହନ୍ତୁ ମୁଁ ସାଧାରଣ ନୁହେଁ, ମୁଁ ସାଧାରଣ ନୁହେଁ, ମୁଁ ସାଧାରଣ ବ୍ୟକ୍ତି ନୁହେଁ, ମୁଁ ସାଧାରଣ ବ୍ୟକ୍ତି ନୁହେଁ, କାରଣ କାରଣ I am child of God. ମୁଁ ପରମେଶ୍ୱରଙ୍କ ସନ୍ତାନ ଅଟେ। God gave the right to me. ଆଉ ପରମେଶ୍ୱର ମୋତେ ଅଧିକାର ଦେଇଛନ୍ତି। My dear people, you everyone can say, God gave the right to me. ମୋ ପ୍ରିୟ ବନ୍ଧୁଗଣ ଆପଣମାନେ ସମସ୍ତେ କହିପାରିବେ ମୋତେ ପରମେଶ୍ୱର ଅଧିକାର ଦେଇଛନ୍ତି। I have the right. ମୋର ଅଧିକାର ରହିଅଛି। Hallelujah. ହାଲେଲୁୟା। In your father's house, ଆଉ ଆପଣମାନଙ୍କର ପିତାଙ୍କ ଗୃହରେ in your father's house, ଆପଣଙ୍କ ପିତାଙ୍କ ଗୃହରେ you will stand very boldly, ଆମେମାନେ ଅତି ସାହସର ସହିତ ଦୃଢ଼ ସହିତ ଠିଆ ହୋଇପାରିବା। without fear, ଭୟ ବିନା କୌଣସି ଭୟ କରିକି without doubt. ଆଉ କୌଣସି ସନ୍ଦେହ ନଥାଇକି You never be doubt, this is my father's house or not. ଆପଣମାନେ କେବେ ହେଲେ ମଧ୍ୟ ସନ୍ଦେହ କରିବେ ନାହିଁ ଏ ଆମର ପିତାଙ୍କ ଗୃହ କି ନାହିଁ। You never be doubt, I have right to this house or not. You never be doubt. ଆଉ ଆପଣମାନେ ସନ୍ଦେହ କରିବେ ନାହିଁ ଏହା ମୋ ପିତାଙ୍କ ଗୃହ କି ନାହିଁ ଏହା ଆପଣମାନେ କେବେ ହେଲେ ମଧ୍ୟ ସନ୍ଦେହ କରିବେ ନାହିଁ। Like that, you need to have the confidence. ଏଇଭଳି ଆଉ ଦୃଢ଼ ଆଶା ଭରସା ସହିତ ଆପଣମାନେ ଠିଆ ହେବା ଆବଶ୍ୟକ। Even though you are non-Christian also, ଯଦିଓ ଆପଣମାନେ ଅଣ ଖ୍ରୀଷ୍ଟିଆନ ଅଟନ୍ତି ତେବେ ମଧ୍ୟ if you are believing Jesus, ଯଦି ଆପଣମାନେ ଯୀଶୁକୁ ବିଶ୍ୱାସ କରୁଛନ୍ତି if you are believing Jesus died in the cross, in the third day he risen from the dead, if you are believing that, you are the child of God. ଯଦି ଆପଣମାନେ ଯୀଶୁଙ୍କ ଠାରେ ବିଶ୍ୱାସ କରୁଛନ୍ତି ଆଉ ଏହା ବିଶ୍ୱାସ କରୁଛନ୍ତି ଯୀଶୁ କ୍ରୁଶରେ ମଲେ ଆଉ ତୃତୀୟ ଦିନରେ ସେ ମୃତମାନଙ୍କୁ ମଧ୍ୟରୁ ଉଠିଲେ ଏହି ପ୍ରକାର ଯଦି ଆପଣମାନେ ବିଶ୍ୱାସ କରୁଛନ୍ତି God gave the right to you. ଆଉ ଯୀଶୁ ଆପଣମାନଙ୍କୁ ଅଧିକାର ଦେବେ। The Bible says like that, the verse 12 says like that, God gave the right to you. ଆଉ ବାଇବଲରେ 12 ପଦରେ ଏହି ପ୍ରକାର ଲେଖାଯାଏ ପରମେଶ୍ୱର ଯୀଶୁ ଆପଣମାନଙ୍କୁ ଅଧିକାର ଦେବେ। You become a child of God. ଆଉ ଆପଣମାନେ ପରମେଶ୍ୱରଙ୍କର ସନ୍ତାନ ବୋଲି ଖ୍ୟାତ ହେବେ। Hallelujah. ହାଲେଲୁୟା। They were born from God himself, the Bible says. ଆଉ ସେମାନେ ଈଶ୍ୱରଙ୍କ ଠାରୁ ଜାତ ଏହିଭଳି ବାଇବଲ କୁହେ। How many of you have like that confidence? ଏହିଠାରେ ରହିଥିବା କେତେ ଜଣଙ୍କର ଏହିଭଳି ଭରସା ରହିଅଛି? Hallelujah. Say everybody say hallelujah. ଭରସା ଥିବା ଲୋକମାନେ କୁହନ୍ତୁ ହାଲେଲୁୟା। First John chapter 5 verse 14 if you read. ଯଦି ଆପଣମାନେ ପ୍ରଥମ ଜହନ 5 ପର୍ବ 14 ପଦ ପଢିବେ Now this is the confidence. ବର୍ତ୍ତମାନ ଏହା ଭରସା ଅଟେ। Whatever we ask his will, ଆଉ ଯାହା ଆମେ ତାଙ୍କ ଇଚ୍ଛା ଅନୁସାରେ ମାଗିବା he will listen our prayer. ଆଉ ସେ ଆମମାନଙ୍କର ପ୍ରାର୍ଥନା ଶ୍ରବଣ କରିବେ He will answer our prayer. ଆଉ ସେ ଆମମାନଙ୍କର ପ୍ରାର୍ଥନାର ଉତ୍ତର ଦେବେ। That is our confidence. ତାହା ହେଉଛି ଆମମାନଙ୍କର ଭରସା। Oh, hallelujah. ହାଲେଲୁୟା Hallelujah. ହାଲେଲୁୟା। Are you happy? ଆପଣମାନେ ଖୁସି କି? Are you happy? ଆପଣମାନେ ଆନନ୍ଦିତ କି? We have the right, my dear people. ଆମମାନଙ୍କର ଅଧିକାର ରହିଅଛି ପ୍ରିୟ ବନ୍ଧୁଗଣ। You no need to have any mediator, ଆପଣମାନଙ୍କର କୌଣସି ମଧ୍ୟସ୍ଥ ଲୋକ ଆବଶ୍ୟକ ନାହିଁ because your mediator is your savior. କାରଣ ଆପଣମାନଙ୍କର ତ୍ରାଣକର୍ତ୍ତା ହିଁ ଆପଣମାନଙ୍କର ମଧ୍ୟସ୍ଥ ଅଟନ୍ତି। Jesus is your mediator. ଯୀଶୁ ଆପଣମାନଙ୍କର ମଧ୍ୟସ୍ଥ ଅଟନ୍ତି। Hallelujah. ହାଲେଲୁୟା Hallelujah. ହାଲେଲୁୟା। Christianity is not a religion. ଖ୍ରୀଷ୍ଟିଆନତ୍ବ ଗୋଟିଏ ଧର୍ମ ସାମ୍ପ୍ରଦାୟିକ ବିଷୟ ନୁହେଁ। Christianity is not a religion. ଖ୍ରୀଷ୍ଟିଆନତ୍ବ ଧର୍ମ ସାମ୍ପ୍ରଦାୟିକ ବିଷୟ ନୁହେଁ। That is the relationship, my dear people. ତାହା ପରମେଶ୍ୱରଙ୍କ ସହିତ ସମ୍ବନ୍ଧ ଅଟେ ପ୍ରିୟ ବନ୍ଧୁଗଣ। That is the relationship. ତାହା ସମ୍ବନ୍ଧ ଅଟେ। Hallelujah. ହାଲେଲୁୟା Hallelujah. ହାଲେଲୁୟା। Your father, ଆପଣମାନଙ୍କର ପିତା your father, ଆପଣମାନଙ୍କର ପିତା and you,
ଏବଂ ଆପଣ That is the relationship. ଆପଣମାନଙ୍କର ପିତା ଏବଂ ଆପଣଙ୍କର ସମ୍ବନ୍ଧ ଅଟେ ତାହା। Read the Bible verse, brother. 1 John chapter 5 verse 14. ପୁଣି ଆମ୍ଭେମାନେ ପୁଣି ଆମ୍ଭେମାନେ ଯେବେ ତାହାଙ୍କ ଇଚ୍ଛାରେ ଯେବେ ତାହାଙ୍କ ଇଚ୍ଛାରେ ଅର୍ଥାତ୍ ଯୀଶୁଙ୍କ ଇଚ୍ଛାରେ କୌଣସି ପ୍ରାର୍ଥନା କରୁ କୌଣସି ପ୍ରାର୍ଥନା କରୁ ତେବେ ସେ ଆମ୍ଭମାନଙ୍କର ତେବେ ସେ ଆମ୍ଭମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି। ସେହି ପ୍ରାର୍ଥନା ଶୁଣନ୍ତି। ତାହାଙ୍କ ଛାମୁରେ ତାହାଙ୍କ ଛାମୁରେ ଅର୍ଥାତ୍ ଯୀଶୁଙ୍କ ଛାମୁରେ ଆମ୍ଭମାନଙ୍କର ଏହି ସାହସ ଅଛି। ଆମ୍ଭମାନଙ୍କର ଏହି ସାହସ ଅଛି। That is our confidence. ଆମ୍ଭମାନଙ୍କର ସାହସ। ହାଲେଲୁୟା ହାଲେଲୁୟା Hallelujah. ହାଲେଲୁୟା। Are you happy? ଆପଣମାନେ ଆନନ୍ଦ କି? Are you happy? ଆପଣମାନେ ଖୁସି ତ? How many of you have the confidence? କେତେ ଜଣଙ୍କର ଏହି ବିଷୟରେ ଆଶା ଭରସା ରହିଛି? Clap your hand. Clap your ଆପଣମାନେ hand. ତାଳି ମାରନ୍ତୁ। For God, clap your hand. ପରମେଶ୍ୱରଙ୍କ ପାଇଁ ତାଳି ମାରନ୍ତୁ। If you are clapping properly, means your darkness will go away from you. ଆପଣମାନେ ଯଦି ଭଲ ଭାବରେ ତାଳି ମାରିବେ ତ ଆପଣମାନଙ୍କର ମଧ୍ୟରେ ରହିଥିବା ଅନ୍ଧକାର ଶକ୍ତି ଚାଲିଯିବ। Your sickness will go away from ଆପଣମାନଙ୍କର you. ରୋଗ ଆପଣମାନଙ୍କୁ ଛାଡ଼ି ଚାଲିଯିବ। You don't need to pray. ଆପଣମାନଙ୍କୁ ଆଉ ପ୍ରାର୍ଥନା କରିବା ଆବଶ୍ୟକ ନାହିଁ। Ali Abraham don't need to touch you. ଆଉ ସାର୍ ରବି ଅବରାମ ଆପଣମାନଙ୍କୁ ଛୁଇଁବା ଆବଶ୍ୟକ ନାହିଁ। Hallelujah, no need. କୌଣସି ଆବଶ୍ୟକ ନାହିଁ। Your advocate is Jesus Christ. ଆପଣମାନଙ୍କର ଓକିଲ ଯୀଶୁ ଖ୍ରୀଷ୍ଟ ଆପଣମାନଙ୍କ ସହିତ ଅଛନ୍ତି। Your mediator is Jesus Christ. ଆପଣମାନଙ୍କର ମଧ୍ୟବର୍ତ୍ତୀ ମଧ୍ୟସ୍ଥ ଯୀଶୁ ଖ୍ରୀଷ୍ଟ ଅଟନ୍ତି। He is very near to you. ସେ ଆପଣମାନଙ୍କର ଅତି ନିକଟବର୍ତ୍ତୀ ଅଟନ୍ତି। He is very closer to you. ସେ ଆପଣମାନଙ୍କର ସହିତ ଅତି ନିକଟବର୍ତ୍ତୀ ଅଟନ୍ତି। Whenever you ask to him, ଯେତେବେଳେ ଆପଣମାନେ ତାଙ୍କୁ ଡାକିବେ ମାଗିବେ according to his desire, will, whenever you ask to him, ଯେତେବେଳେ ଆପଣମାନେ ତାଙ୍କ ଇଚ୍ଛା ଅନୁସାରେ ତାଙ୍କୁ ମାଗିବେ he will answer your prayer. That is your confidence. ସେ ଆପଣମାନଙ୍କର ପ୍ରାର୍ଥନାର ଉତ୍ତର ଦେବେ। ଏହା ହେଉଛି ଆପଣମାନଙ୍କର ଆଶା ଏବଂ ଭରସା। Hallelujah. ହାଲେଲୁୟା Hallelujah. ହାଲେଲୁୟା। The Almighty and powerful God. ସର୍ବଶକ୍ତିମାନ ଆଶ୍ଚର୍ଯ୍ୟକାରୀ ପରମେଶ୍ୱର Lord, we submit every one of these people in your mighty hand. ପ୍ରଭୁ ଏହି ସମସ୍ତ ଲୋକଙ୍କୁ ତମର ଶକ୍ତିଶାଳୀ ହସ୍ତରେ ଆମେ ସମର୍ପଣ You କରୁଅଛୁ। are the great and the almighty and powerful God. ତୁମେ ମହାନ ସର୍ବଶକ୍ତିମାନ ପରମେଶ୍ୱର ଅଟ। In the whole world, you have the authority and power. ସମଗ୍ର ବିଶ୍ୱ ମଧ୍ୟରେ ତୁମର ଅଧିକାର ଏବଂ ଶକ୍ତି ରହିଅଛି। You are the one Savior, Redeemer. ତୁମ୍ଭେ ପରିତ୍ରାଣକର୍ତ୍ତା ଉଦ୍ଧାରକର୍ତ୍ତା ଅଟ। Bless every one of these people, Master. ଏହି ସମସ୍ତ ଲୋକଙ୍କୁ ଆଶୀର୍ବାଦ କର ପ୍ରଭୁ। Lord, touch everyone, redeem everyone, deliver everyone, heal everyone from their sickness and disturbances. ପରମେଶ୍ୱର ସମସ୍ତଙ୍କୁ ସ୍ପର୍ଶ କରି ଉଦ୍ଧାର କରନ୍ତୁ, ପରିତ୍ରାଣ ଦେଇ ସମସ୍ତଙ୍କୁ ସୁସ୍ଥ କରନ୍ତୁ ପ୍ରଭୁ। We submit all these people in your mighty hand. ଏହି ସମସ୍ତ ଲୋକଙ୍କୁ ତୁମର ସେ ବଳବନ୍ତ ହସ୍ତରେ ସମର୍ପଣ କରୁଅଛୁ। Make everyone great. ସମସ୍ତଙ୍କୁ ଜଣ ଜଣ କରି ମହାନ କରନ୍ତୁ ପ୍ରଭୁ। Make everyone name great, Master. ସମସ୍ତଙ୍କ ନାମକୁ ଆଉ ପ୍ରଭୁ ମହାନ କରନ୍ତୁ। God, through the miraculous way, bless everyone, heal everyone, deliver everyone, Master. ପ୍ରଭୁ ଆଶ୍ଚର୍ଯ୍ୟ ଭାବରେ ସମସ୍ତଙ୍କୁ ଆଶୀର୍ବାଦ ପରିତ୍ରାଣ ସମସ୍ତ ବିଷୟରେ ଆଶୀର୍ବାଦ କରନ୍ତୁ। In the powerful name of Jesus, ପ୍ରଭୁ ଯୀଶୁଙ୍କର ସର୍ବଶକ୍ତିମାନ ନାମରେ I'll take the power of darkness, ସମସ୍ତ ପ୍ରକାର ଅନ୍ଧକାରର ଶକ୍ତି, evil powers, ସମସ୍ତ ଶୈତାନିକ ଶକ୍ତି, all type of sickness, ସମସ୍ତ ପ୍ରକାର ରୋଗ, bondages, ସମସ୍ତ ପ୍ରକାର ବନ୍ଧନ get out from our people. ଆମ ଲୋକମାନଙ୍କ ଠାରୁ ଚାଲିଯାଅ। Poverty have no rights upon our people. ଆଉ ଦରିଦ୍ରତା ଆମ ଲୋକମାନଙ୍କ ଉପରେ ଅଧିକାର କରିପାରିବ ନାହିଁ। Sickness have no rights upon this every one of these people. ଅସୁସ୍ଥତା ଏହି ଲୋକମାନଙ୍କ ଉପରେ ଅଧିକାର କରିବା ପାରିବ ନାହିଁ। Sin and curse have no power upon these people. ଆଉ ପାପ ଅଭିଶାପ ଏହି ଲୋକମାନଙ୍କ ଉପରେ ଅଧିକାର ରଖିପାରିବ ନାହିଁ। In the powerful name of Jesus, I command, get out from this campus and every one of these people. ସର୍ବଶକ୍ତିମାନ ଯୀଶୁଙ୍କ ନାମରେ ମୁଁ ଧମକ ଦେଉଅଛି, ଲୋକମାନଙ୍କ ଠାରୁ ଏହି ଚତୁଃପାର୍ଶ୍ୱ ବାଉଣ୍ଡରୀରୁ ଚାଲିଯାଅ। Lord, you are the wonder working God. ପରମେଶ୍ୱର ତୁମେ ଆଶ୍ଚର୍ଯ୍ୟକାରୀ ପ୍ରଭୁ ଅଟ। Bless every one of these people. ଏହି ସମସ୍ତ ଲୋକଙ୍କୁ ଆଶୀର୍ବାଦ କରନ୍ତୁ ପ୍ରଭୁ। Bless their families, ସେମାନଙ୍କର ପରିବାରକୁ ଆଶୀର୍ବାଦ କରନ୍ତୁ। their ministries and business. ସେମାନଙ୍କ ସେବା କାର୍ଯ୍ୟ, ସେମାନଙ୍କର ବ୍ୟବସାୟକୁ ଆଶୀର୍ବାଦ କରନ୍ତୁ Whatever they have desire, ପ୍ରଭୁ। ସେମାନଙ୍କର ଯାହା ଯାହା ଇଚ୍ଛା ରହିଅଛି bless them abundantly. ସେମାନଙ୍କୁ ଅବିରତ ଆଶୀର୍ବାଦ କରନ୍ତୁ ପ୍ରଭୁ। In the powerful name of Jesus, I pray.
सर्वशक्तिमान यीशु को नाम में प्रार्थना कर Amen. आमेन।